ଅବକାରୀ ବିଭାଗକୁ ବଡ଼ ସଫଳତା। ଜୁହାର ମୁଇଁ ରୁଦ୍ର ଆପଣମାନଙ୍କୁ ନ୍ୟୁଜ୍ 26କୁ ସ୍ୱାଗତ। ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ କୁମନା ଥାନା ସେମେଲପାଲିଠାରେ ପେଟ୍ରୋଲିଂ କରୁଥିବା ସମୟରେ ଲାଠର ପଟୁ ଏକ ପିକଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସୁଥିଲା ବେଳେ ଅବକାରୀ ବିଭାଗ ସନ୍ଦେହ କରି ଗାଡ଼ିକୁ ପିଛା କରିବାରୁ ଏକ ଜଙ୍ଗଲ ମଧ୍ୟରେ ଗାଡ଼ିଟିକୁ ଛାଡ଼ି 3 ଜଣ ବ୍ୟକ୍ତି ଫେରାର ହୋଇଗଲେ। ଗାଡ଼ିଟିକୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଯାଞ୍ଚ କରିବାରୁ ଗାଡ଼ି ଭିତରୁ 13 କ୍ୱିଣ୍ଟାଲ 26 କିଲୋ ଗଞ୍ଜେଇ ଜବତ ହୋଇଥିଲା। ଅବକାରୀ ବିଭାଗକୁ ଏହା ଏକ ବଡ଼ ସଫଳତା। ଆଗରୁ ଏତେ ପରିମାଣର ଗଞ୍ଜେଇ ଜବତ ହୋଇନାହିଁ। ଆସାମୀମାନେ ଫେରାର ଥିବାରୁ ଗଞ୍ଜେଇ କେଉଁଠାକୁ ଚାଲାଣ ହେଉଥିଲା ତାହା ଜଣାପଡ଼ି ନାହିଁ ବୋଲି ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ କହିଛନ୍ତି। ଏନେଇ ଅବକାରୀ ବିଭାଗ ନୂଆପଡ଼ାରେ 126/2025 ଏକ କେସ୍ ରୁଜୁ ହୋଇଅଛି। ଆସନ୍ତୁ ଏନେଇ ଅବକାରୀ ଅଧୀକ୍ଷକା କ'ଣ କହୁଛନ୍ତି ତାଙ୍କଠାରୁ ସିଧା ପ୍ରତିକ୍ରିୟା ନେବା। ଆମେ ଗୁମନା ଥାନା ସେମେଲପାଲି ଗ୍ରାମରେ ପେଟ୍ରୋଲିଂ କାର୍ଯ୍ୟ କରୁଥିଲୁ। ଆମକୁ ଗୋଟେ ଗାଡ଼ି ଦ୍ରୁତ ଗତିରେ ଲାଠର ପଟୁ ଆସିବାରୁ ଆମେ ଦେଖିକି ତାକୁ ଅଟକାଇବାକୁ ଚେଷ୍ଟା କଲୁ। ସେ ଅଟକିଲାନି। ଜଷ୍ଟ ତା ଆଗକୁ ଯାଇକି କେନ୍ଦୁପଟା ପାଖରେ ଅଟକିଲା। ସେ ଅଟକିଲା ତ ଗୋଟେ ଜଙ୍ଗଲ ପାଖରେ, କିନ୍ତୁ ସେ 3 ଲୋକ ଦୌଡ଼ିକିରି ପଳେଇଲେ ସେଠୁ। ତାପରେ ଆମେ ତାକୁ ଗାଡ଼ିକୁ ସର୍ଚ୍ଚ ସିଜର କରିକି ନେଇକି ଆସିଲୁ। ଆମ ସହିତ ଥିଲେ ମୋର ମୋବାଇଲ ଇନ୍ସପେକ୍ଟର ଥିଲେ, ଆଉ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ବି ଥିଲେ, ଆଉ ଅନ୍ୟାନ୍ୟ ଷ୍ଟାଫ ମାନେ ସବୁ ଥିଲେ। 13 କ୍ୱିଣ୍ଟାଲ 26 କେଜି ଅନୁମାନ କରାଯାଉଛି ଆସୁଥିଲା ଆପଣଙ୍କର କନ୍ଧମାଳରୁ, କିନ୍ତୁ କୋଉଠିକି ଯାଉଥିଲା ସେଟା ଏପର୍ଯ୍ୟନ୍ତ ଆମେ କନଫର୍ମ ହେଇପାରିନି। ମାନେ ତ ଅବସ୍କଣ୍ଡ ଅଛନ୍ତି। ଆମେ ଯାଇଥିଲୁ, ଏବେ ବି ତାଙ୍କର ଘର ଗୁଡ଼ା ସବୁ ସର୍ଚ୍ଚ କରିକି ଆସିଛୁ, ସେମାନେ ନାହିଁ। ଆମେ ବାରମ୍ବାର ଚେଷ୍ଟା କରିବୁ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିବୁ। ହଁ, ଏକ୍ସାଇଜ ପାଇଁ ଏଇଟା ଗୋଟେ ବଡ଼ ସଫଳତା। ଆମେ ଆଗରୁ ବି ବହୁତ ଗୁଡ଼ାଏ କେସ୍ କରିଛୁ, ଏମିତି ନାହିଁ କରାହେଇନି ବୋଲି। କ୍ୱିଣ୍ଟାଲ କେସ୍ ବି ହେଇଛି, କିନ୍ତୁ ଏତେ ପରିମାଣରେ ହେଇନଥିଲା। ଏଟା ଫାର୍ଷ୍ଟ ଟାଇମ୍ ଏତେ କ୍ୱିଣ୍ଟାଲ ହେଇଛି।